ଆପଣ ଭାଇ ଏଥର ତ ଡୁଆଲ ସିଲେକ୍ସନ ହେଇଥିଲେ ମାନେ This call is PCM now ଆଉ being CBZ ରେ recorded. ସାର୍ ଆପଣ ଏଥର ଭାଇ ଡୁଆଲ ରେ ସିଲେକ୍ସନ ହେଇଥିଲେ ମାନେ PCM ରେ ତା ସହିତ CBZ ରେ ଆଜ୍ଞା ସାର୍। ଆପଣଙ୍କର ବିଇଡି ଟା ମାନେ କେଉଁ ଷ୍ଟ୍ରିମ୍ ରେ CBZ ନା PCM ରେ? ନାଇଁ ସାର୍ ମୋର ମ୍ୟାଥମେଟିକ୍ସ ଆଉ ଫିଜିକାଲ ସାଇନ୍ସ ଥିଲା PCM। ଫିଜିକାଲ ସାଇନ୍ସ ନେଇକି ବିଇଡି କରିଛନ୍ତି ଆଉ ୱେଷ୍ଟେଡ୍ କୋଉଥିରେ କ୍ଲିୟର ବୋଥରେ? ଓଷ୍ଟେଡ୍ ସାର୍ ମୋର ବୋଥରେ କ୍ଲିୟର ହେଇଛି। ତାହେଲେ ଏଇଥର ଯୋଉ ଡିଭି କୁ ଗଲେ ଆପଣଙ୍କର ଡିଭି ରେ କିଛି ପ୍ରୋବ୍ଲେମ ହେଇଥିଲା ମାନେ କହିଥିଲେ କି କାହିଁକି PCM ତୁମେ CBZ ରେ ଆପ୍ଲାଏ କରିଛ କିଛି କହିଛନ୍ତି କି? ନାଇଁ ସାର୍ ଫାଷ୍ଟ ମୋର CBZ ଭେରିଫିକେସନ୍ ଥିଲା ନା ସାର୍। ଆଜ୍ଞା ସାର୍ ମୋର +3 ସାର୍ଟିଫିକେଟ୍ ପର୍ଯ୍ୟନ୍ତ ତ ଠିକ୍ ଥିଲା। ସେ +3 ସାର୍ଟିଫିକେଟ୍ ଦେଖିଲା ଗୋଟେ ସାର୍ ଯେତେବେଳେ ଭେରିଫିକେସନ୍ ଯେଉଁ ସାର୍ ମ୍ୟାଡ଼ାମ୍ ଥିଲେ ସେ ଦେଖିଲେ ମୋର ସାର୍ ମାଇନରରେ ବାୟୋଲୋଜି 100 ମାର୍କ ଥିଲା। ହଁ ମାନେ 2 ସବଜେକ୍ଟ ଆପଣଙ୍କର ହେଇଗଲା ନାଇଁ? କେମିଷ୍ଟ୍ରି ପାସରେ ଥିଲା, ଅନର୍ସ ଥିଲା ଫିଜିକ୍ସ ଆଉ ମେଜର ଥିଲା ସାର୍ ମ୍ୟାଥମେଟିକ୍ସ। ଆଜ୍ଞା ଆଉ ସାର୍ ମୋର ପାସରେ କେମିଷ୍ଟ୍ରି ଆଉ ମାଇନରରେ ବାୟୋଲୋଜି ଥିଲା ବୋଲି ସାର୍ ଦୁଇଟା ସବଜେକ୍ଟ କମ୍ବିନେସନ୍ ହେଇଗଲା। ହଁ ତାପରେ ସାର୍ ଯେତେବେଳେ ବିଏଡ୍ର ମାର୍କସିଟ୍ ସାର୍ ଦେଖିଲେ ସେମାନେ ଡାଉଟ୍ରେ ଏକା ଦେଖିଲା ପରେ ସାର୍ ଦେଖିଲେ ଯେ ମୋର ପେଡାଗୋଜିରେ ଫିଜିକାଲ ସାଇନ୍ସ ଆଉ ମ୍ୟାଥମେଟିକ୍ସ ଅଛି। ଆଜ୍ଞା ତ ସେଥିପାଇଁ ଆଉଥରେ ସେ ସାର୍ଙ୍କ ସାଙ୍ଗରେ ଆଉଥରେ ଯାଇ କନସଲ୍ଟ କରିଥିଲି ଆଉ ମୋର ସାର୍ ରିମାର୍କ ଲେଖିଥିଲେ ବୋଧେ। ହଁ କିନ୍ତୁ ଆପଣଙ୍କର ରିଜେକ୍ଟ ହେଇନଥିଲା ନାଇଁ? ନାଇଁ ସାର୍ ରିଜେକ୍ଟ ହେଇନଥିଲା ଯେହେତୁ ସେ ମୁଁ ଆଉ ପୁଣି ସାର୍ ଏଡିଓ ସାର୍ଙ୍କ ସାଙ୍ଗରେ କଥା ହେଇଥିଲି ଯାଇକିରି। ଆଜ୍ଞା ସେ କହିଲେ ସାର୍ ଆପଣଙ୍କର ସବଜେକ୍ଟ ଥିଲା ଯଦି କି ବିଇଡିର ସେମିତି କିଛି ହଁ ମାନେ ମେଥଡୋଲୋଜି ଆମର ଦେଖାଯାଏନି ବୁଝିଲେ ତ କାହିଁକି ନା ଦେଖନ୍ତୁ ବିଇଡି ର ମେଥଡୋଲୋଜି ଆମେ ତ ପରୀକ୍ଷା ଦଉନୁ ନା ସେଥିରେ ଆମର କଣ କଣ୍ଟେଣ୍ଟରେ ମେଥଡୋଲୋଜି ଅଛି କିଛି? ତାମାନେ ମାନେ ଆପଣଙ୍କ କହିବା ଅର୍ଥ ଯଦି ଆପଣ ଚାହିଁଥାନ୍ତେ CBZ ରେ ବି ଜଏନ୍ କରିଥାନ୍ତେ କିଛି ପ୍ରୋବ୍ଲେମ ନାହିଁ ନାଇଁ? ନାଇଁ ସାର୍ ମୁଁ ଯେହେତୁ ସାର୍ ଫାଷ୍ଟ ଟାଇମ୍ ମୁଁ CBZ ରେ ଦେଲି ଏପାଳି ତ ମୋର ସାର୍ ମୁଁ PCMରେ ପ୍ରିଭିୟସ୍ଟା ଦେଇଥିଲି ସାର୍ ଡକୁମେଣ୍ଟରେ ମୋତେ କାଳେ ପ୍ରୋବ୍ଲେମ୍ ହେବ ବୋଲି ନହେଲେ ମୁଁ ହଁ ଆପଣ ମାନେ ସେ ପାଇଁ ମାନେ PCM ବି ପଳେଇଲେ ନାଇଁ? ସବଜେକ୍ଟରେ ପ୍ରୋବ୍ଲେମ୍ ହେବ ବୋଲି ସାର୍ ମୁଁ ଫର୍ମ ଫିଲ୍ଅପ୍ କଲାବେଳୁ ଏ ସବଜେକ୍ଟ କମ୍ବିନେସନ୍ କୁଆଡ଼େ କାଳେ ପ୍ରୋବ୍ଲେମ୍ ହେବ ବୋଲି ମୋର ସିଲେକ୍ସନ୍ ହେବନି ବୋଲି ଭୟରେ ମୁଁ ଫାଷ୍ଟ ପ୍ରେଫରେନ୍ସ ସାର୍ PCM ଦେଇଥିଲି ଆଉ ସେକେଣ୍ଡ ପ୍ରେଫରେନ୍ସ CBZ ରଖିଥିଲି। ନାଇଁ ଭଲ କଲେ ଆପଣ PCM ବ୍ୟାକଗ୍ରାଉଣ୍ଡ ର ଦେଖନ୍ତୁ ଆପଣ ତ ବାୟୋଲୋଜି ତ ଆପଣ ପ୍ରିପାରେସନ ହେଇକି ସ୍କୁଲ ଲେବୁଲର ପଢେଇ ଦେବେ ଆପଣ ବି ପଢିଛନ୍ତି ପଢେଇ ଦେବେ ସେଟା ବଡ କଥା ନୁହେଁ କିନ୍ତୁ ପ୍ରୋଫିସିଏନ୍ସି ଟିକେ ବେଶୀ ମାନେ ଷ୍ଟ୍ରଙ୍ଗ ରହିବେ ନା ଆପଣ PCM ରେ। ହଁ ହଁ ନାଇଁ ସେଇ ଦେଖନ୍ତୁ ଭାଇ ଯେତେବେଳେ ଏଇ ଜିନିଷ ଏଇଟା ତ ନୂଆ ନୁହେଁ ମାନେ ଏଇଟା 2022 ମସିହାରୁ ବେଶୀ ହଉଛି ମାନେ ଲୋକ ଜଏନ୍ କରୁଛନ୍ତି ମାନେ PCM ରେ CBZ ରେ ଜଏନ୍ କରିଦେଇଛନ୍ତି ତାଙ୍କର କିଛି ପ୍ରୋବ୍ଲେମ ହେଇନି ଆଉ ଯେତେବେଳେ ଆପଣ ଜଣକୁ ସଜେସନ ଦେବେ ସେମାନେ କହିବେ କଣ ପ୍ରୁଫ୍ ଅଛି କଥା ଆଉ ପ୍ରୁଫ୍ ରେ ଭାଇ ଫରକ ନାହିଁ କହୁନାହାନ୍ତି? ମୁଁ ବି ସାର୍ ଏ ବିଷୟରେ ଆୱାର ନଥିଲି ମୁଁ ଏଇଟା ଫାଷ୍ଟ ଟାଇମ୍ ଦେଇଥିଲି CBZ ରେ। ହଁ ନାଇଁ ଠିକ ଦେଖନ୍ତୁ ଆପଣ ବର୍ତ୍ତମାନ ଯେମିତି ମତେ ଆପଣ କହୁଛନ୍ତି କି ରିଅଲ ଏକ୍ସପିରିଏନ୍ସ ଆପଣଙ୍କୁ 5 ଲୋକ ପଚାରିଲେ ଆପଣ ନିଜେ ଏକ୍ଜାମ୍ପଲ ନା କି ମୁଁ ଯାଇଥିଲି ମୋର କିଛି ପ୍ରୋବ୍ଲେମ ହେଲା ନାହିଁ ଯେହେତୁ ଆମର ଲେଖା ହେଇନି ନା ବିଇଡିରେ କୋଉଠି ଲେଖା ହେଇଛି କି 2 year ବିଇଡି ୱିଥ୍ PCM ୱିଥ୍ CBZ କିଛି ମେନସନ ହେଇନି ନା? ହଁ ନାଇଁ ସେଇଟା ପଚାରୁଥିଲି କେମିତି କଣ ମାନେ ହେଲା ମୁଁ ବି ଟିକେ କନଫ୍ୟୁଜନ ନା ମତେ ଯେତେବେଳେ କୁହନ୍ତି ବହୁତ ଜଣ ଟିଚର ଅଛନ୍ତି ମାନେ ସେମାନେ ଯେତେବେଳେ କୁହନ୍ତି ମୁଁ ଏମିତି ଜଏନ କଲି ମୋର କିଛି ପ୍ରୋବ୍ଲେମ ନାହିଁ CBZ ରେ କମ୍ପିଟିସନ ବି ବଢୁଛି ବୁଝିଲେ ତ ସେଇଟା ଯେତେବେଳେ ମତେ PCM ପଚାରନ୍ତି ଯଦି ମୁଁ କିଛି ଭୁଲ ଭାଲ ଇନଫରମେସନ ଦେବି ଅସୁବିଧା ନା ତାର ଅର୍ଥ CBZ ଙ୍କ ଉପରେ ବିପଦ ଆଉ ଦେଖନ୍ତୁ ଆପଣ PCM ରେ ବି ଜଣେ ଜବ୍ ପାଇଲା ତା ସହିତ CBZ ରେ ଜଣେ ଜବ୍ ପାଇପାରିବ ନାଇଁ? ସାର୍ ହଁ ସାର୍ ମୋର ଜବ୍ ତ ସାର୍ ମୋର ଭେକେଣ୍ଟ ପୋଷ୍ଟଟା ଆଉ ଜଣଙ୍କୁ ସାର୍ ଏଲର୍ଟ କରିଦିଆଯାଇଛି। ହଁ ହଁ ନାଇଁ ଭଲ କଲେ ଆପଣ ମେସେଜ କରିଥିଲେ ନା ମୁଁ ଦେଖିଛି ନାଇଁ ଭଲ କଲେ ଆପଣ PCM ଜଏନ୍ କଲେ ସେ CBZ ରେ ଚାକିରି ହଉ କାହିଁ ଦିଟା ପୋଷ୍ଟକୁ ନେଇକି ବସିବେ ବେକାର କାହିଁକି? ଆଉ ଭାଇ ଆପଣ ଯୋଉ ପ୍ରିପାରେସନ କରିଥିଲେ CBZ ରେ ଫାଇନାଲ ଲିଷ୍ଟ ଆସିଥିଲା ମୁଁ ଭାବୁଥିଲି ସାର୍ ମୋର ଯେହେତୁ ମୁଁ ଫାଷ୍ଟ ପ୍ରିଫରେନ୍ସ PCM ଦେଇଥିଲି CBZ ରେ କଟି ଯାଇଥିଲି ଭାବିଥିଲି କିନ୍ତୁ ସାର୍ ମୋର ଦିଟା ଯେହେତୁ ନାମ ଥିଲା ସାର୍ ମତେ କାହାକୁ କହିବାକୁ ମଧ୍ୟ ଭୟ ଲାଗେ। ହଁ କଣ୍ଟ୍ରୋଭର୍ସି ଟିକେ ହେଇଯିବ ବୋଲି ନାଇଁ? ହେଇଯିବ ବୋଲି ସାର୍ ମତେ ଭୟ ଲାଗୁଥିଲା ପରେ ଯେତେବେଳେ ସାର୍ 10 ତାରିଖରେ ତାଙ୍କର କୋରିଅନମ୍ ନୋଟିସ୍ ଗୋଟେ ଆସିଲା ସାର୍ ମତେ ଭଲ ଲାଗିଲା ମାନେ ଯାହା ସାର୍ ଖୁସି ଲାଗିଲା ମୋ ମାନେ ପାଇଁ। ଭାଇ କୁହନ୍ତୁ ଆପଣ OSS କୁ ଇନଫରମେସନ ଦେଇଥିଲେ ନା ସେ ତାଙ୍କ ଆଡୁ କଲେ ଏଇଟା? ନାଇଁ ସାର୍ ମୁଁ ତ
କିଛି ଇନଫର୍ମେସନ ଦେଇନଥିଲି ସେ ଦେଇନଥିଲେ ମାନେ ମେଲ୍ କିଛି କରିନଥିଲେ ତ ସେ ସ୍ପଣ୍ଟାନିୟସଲି ମାନେ ମୋ- ଆଇଡେଣ୍ଟିଫାଏ କରିକି କଲେ। କଲେ ସାର୍ ମୋର ଜିମେଲକୁ ମଧ୍ୟ ମେସେଜ ପଠେଇଛନ୍ତି। ନାଇଁ ନାଇଁ ଠିକ ହେଲା। ହଉ ଏବେ କୁହନ୍ତୁ ଭାଇ, ଯଦି ଜଣେ ପିସିଏମ୍ ଆସିକି ସିବିଜେଡ୍ ରେ ଟ୍ରାଏ ଅପ୍ ନଉଛି, ଆପଣ କେତେ ଦିନ ପ୍ରିପାରେସନ କରିଲେ? ସର୍ଟକଟ୍, ବେଶୀ ଲମ୍ବା ନୁହେଁ, କେମିତି ପଢିଲେ ଯେହେତୁ ସିଲେକ୍ସନ ହେଇଗଲେ? ପିସିଏମ୍ ରେ ପୁଣି ବାୟୋଲୋଜି ଦରକାର ଅଛି, ବାୟୋଲୋଜି ବହୁତ ଜିନିଷ ଅଛି, ଆପଣ କେମିତି କଣ ପଢି ପକେଇଲେ ଯେ ଦୁଇଟାରେ ପାଇଗଲେ? ମୁଁ ବି ଶୁଣି ଆଶ୍ଚର୍ଯ୍ୟ। ସାର୍ ମୋର ସାର୍ ଓପିଏସସି ମେନ୍ସ ଏକ୍ଜାମ ସାର୍ ଅପ୍ରିଲ 27 ସରିଲା। ମୋର ଏଇଟା ମାନେ ସାର୍ ବୁଝିଲି, ଆପଣ ବାୟୋଲୋଜି ତାହେଲେ ଓପିଏସସି ପାଇଁ ପଢୁଥିଲେ, ସେଥିରେ ପଢୁଛି ନା ଜେନେରାଲ ବାୟୋଲୋଜି ନାଇଁ? ସାର୍ ବାୟୋଲୋଜି କିନ୍ତୁ ଏତେ ପଢିନଥିଲି, କିନ୍ତୁ ଓପିଏସସି ମେନ୍ ସରିଲା ପରେ ଏକା ସାର୍ ଅପ୍ରିଲ 27 ପରେ ମୁଁ ଆରମ୍ଭ କଲି। ହଁ ମାନେ ଏପ୍ରିଲ 27 ଧର ମେ ମାସ ଆଉ ଜୁନ ମାସ 1.5 ମାସ ପଢିଛନ୍ତି ଆପଣ ମାତ୍ର। ମେ ମାସରେ ସାର୍ ପୁଣି ସାର୍ ମୋର ଆହୁରି ଫିଜିକ୍ସ ପିଜି ପ୍ରାକ୍ଟିକାଲ ଥିଲା 8 ତାରିଖ ପର୍ଯ୍ୟନ୍ତ। ଓହୋ ମାନେ ଆପଣ ଇଗ୍ନୋର କରୁଛନ୍ତି ବୋଧେ ନାଇଁ? ସାର୍ ଆଜ୍ଞା। ତାହେଲେ ନୋଟ୍ ଫୋଟ୍ ବନେଇଛନ୍ତି ସିବିଜେଡ୍ ପାଇଁ ନା ଡାଇରେକ୍ଟ ପଢିନେଲେ ଖାଲି? ନାଇଁ ସାର୍ ଆପଣଙ୍କର ପିଡିଏଫ୍ ଦେଖେ ଆଉ ଆପଣଙ୍କର ସବୁ କ୍ଲାସ୍ ଦେଖିଲା ପରେ ଆଉ ସେଇ କ୍ଲାସ୍ ରିଲେଟେଡ୍ କୋଶ୍ଚିନ୍ ସବୁ କରେ ଆପଣଙ୍କ ଚ୍ୟାନେଲରୁ ଆଜ୍ଞା ହଁ କୋଶ୍ଚିନ୍। ମାନେ ମୋ ଚ୍ୟାନେଲରୁ ପ୍ରାକ୍ଟିସ କରିଥିଲେ, ଆଉ କାହାଠୁ କରିଥିଲେ ନା କିଛି କରିନଥିଲେ? ନାଇଁ ସାର୍ ଆଉ ସାର୍ ଆପଣଙ୍କର କ୍ଲାସ୍ ଦେଖିଥିଲି, ଆଉ ସାର୍ କ୍ରିଏଟିଭ୍ ଏଜୁକେସନ୍ ଆଇଡ଼ିଆ ଯୋଉ ସାର୍ ତାଙ୍କ ମ୍ୟାରାଥନ୍ ଦୁଇଟା କରିଥିଲେ ସେଇଟା ଦେଖିଥିଲି। ଓହୋ ସେ ସାରଙ୍କର ଯୋଉ ମାନେ ବଟନୀ ଜୁଲୋଜି ମାରାଥନ ପରୀକ୍ଷା ପୂର୍ବରୁ ଦେଖିଲେ? ସାର୍ ମୁଁ ଦେଖିଥିଲି ଆଉ ହଁ ଆଉ ସାର୍ କିଛି ପେଡ୍ ନେଇଥିଲେ କି ଭାଇ, ମାନେ ପେଡ୍ ବ୍ୟାଚ୍ ନାଇଁ ନେଇକି ସାର୍ ପଢିଲେ ନା ସେଲ୍ଫ ଷ୍ଟଡି? ସିବିଜେଡ୍ ପାଇଁ ମୁଁ କିଛି ସାର୍ ଆଉ ନେଇନଥିଲି। ପିସିଏମ୍ ର ନେଇଥିଲେ ବୋଧେ? କେମିଷ୍ଟ୍ରି ସାର୍ ନେଇଥିଲି, ମୁଁ ସିକେଏସ୍କେ ର ନେଇଥିଲି ସାର୍ ହଁ କେମିଷ୍ଟ୍ରି। ଖାଲି କେମିଷ୍ଟ୍ରି ନେଲେ, ହୁଁ ବଢିଆ ହେଲା, ଚାକିରି ପାଇଲେ ଆଉ କଣ। ତା ଅର୍ଥ କିଛି ପ୍ରୋବ୍ଲେମ ନାହିଁ, ପିସିଏମ୍ ବି ପକେଇ ପାରିବେ। କିନ୍ତୁ ଦେଖନ୍ତୁ ଆପଣଙ୍କର ସିନା ଭାଇ ଟଚ୍ ଥିଲା ବୋଲି ଆପଣ ଡୁଆଲ କ୍ୱାଲିଫାଇ କଲେ, ନହେଲେ ଦୁଇଟା ଗୋଡରେ ଡଙ୍ଗା ଦେଲେ କୋଉ ବାଟୁ ବି ନ ହେଇପାରେ ନାଇଁ, ବୁଝିଲେ ତ? ସେଇଟା ପ୍ରୋବ୍ଲେମ। ମୁଁ ସାର୍ ବହୁତ ମତେ ମାନେ ସାର୍ ମୁଁ ପୁରା ରାତି 1 2ଟା ପର୍ଯ୍ୟନ୍ତ ଚେତା ରହି ଆଉଥରେ 6ଟା 7ଟାରେ ଆଉଥରେ ଉଠିକି ଆଉଥରେ ପଢେ। ଆଉ ଆପଣ ବା ଭାଇ ଜୁନିୟର ଟିଚର ଅଛନ୍ତି ନା କଣ? ସାର୍ ମୁଁ ଜୁନିୟର ଟିଚର ଅଛି ଏବେ। ହଁ ଦେଖନ୍ତୁ ଭାଇ, ଜୁନିୟର ଟିଚରରେ ଜବ୍ ସାରି ଆସିବେ, ଅନ୍ୟ ଏକ୍ଜାମ, ନିଜର ପିଜି। ସିବିଜେଡ୍ ସାର୍ ଠିକ ଥିଲା। ହଁ ସିବିଜେଡ୍ ପରୀକ୍ଷା ହେଲା ବେଳକୁ ସାର୍ ସ୍କୁଲ 20 ତାରିଖ ଖୋଲିଲା, 22ରେ ଏକ୍ଜାମ ହେଇଗଲା। ସାର୍ ପିସିଏମ୍ ଟାକୁ ଟିକେ ପ୍ରୋବ୍ଲେମ ହେଲା, କଣ ପାଇଁ ସ୍କୁଲ ଖୋଲିଗଲା ନା 20ରୁ। ଆପଣଙ୍କର ଭାଇ ପିସିଏମ୍ ରେ କେତେ ସ୍କୋର ଅଛି? ପିସିଏମ୍ ସାର୍ ମୋର 72 ଥିଲା, ଆଉ ମୋର ର୍ୟାଙ୍କ ଥିଲା ସାର୍ 421 ର୍ୟାଙ୍କ ଅଛି। ଆଉ ସିବିଜେଡ୍ ରେ କେତେ କାଲକୁଲେଟ୍ କରିଥିଲେ? ସିବିଜେଡ୍ ସାର୍ ଫାଇନାଲକୁ ମୋର 101.5 ହଉଥିଲା, ଆଉ ମୋର ଆରେ ର୍ୟାଙ୍କ ଥିଲା। ଖତରନାକ ଭାଇ, 101 ଧୂଆଁ କରିଦେଲେ ଆପଣ। ଅଳ୍ପ ମାନେ ଏଇଟାକୁ ଜଣେ ପ୍ରେରଣା ନେଇକି ପଢିବା କଥା କି ଯଦି ଜଣେ ପିସିଏମ୍ ବ୍ୟାକଗ୍ରାଉଣ୍ଡର, ସେ 3 ବର୍ଷ ବାୟୋଲୋଜି ବି ଟଚ୍ ନଥିବ, ସେ ତାଙ୍କ ଅନର୍ସରେ ସେ କେମିଷ୍ଟ୍ରି ଭଲ କରିପାରନ୍ତି ମାନେ ଆପଣଙ୍କ ପାଖେ, କିନ୍ତୁ ବାୟୋଲୋଜିକୁ ଅଳ୍ପ ଦିନରେ ପ୍ରପର ମାନେ ୱେରେ ପଢିକି ଭଲ ମାର୍କ ଆଣିବା ବି ବହୁତ ଟଫ୍ ନା। ଭଲ, ବଢିଆ। ଆଉ ସାର୍ ଏତିକି ମୋର ଭାଇ, ମାନେ ମୁଁ ଯେତିକି ବୁଝୁଛି ଆପଣଙ୍କ କଥାରୁ, ଜଣେ ଯଦି ଡୁଆଲ ପକେଇବ ପ୍ରୋବ୍ଲେମ ତ ଡେଫିନେଟଲି ହବ। ମେ ପ୍ରୋବ୍ଲେମ ବି ସାର୍ ବହୁତ ସାର୍ ଟାଇମ୍ ମ୍ୟାନେଜମେଣ୍ଟ ହୁଏନି ସାର୍। ହଁ ମେ ବି ଏପଟେ ନ ହେଇପାରେ। ଦେଖନ୍ତୁ ଯଦି ଗୋଟିଏ ଦିନରେ ଏକ୍ଜାମ ପଡିଯିବ, ସେତେବେଳେ ବି ଆପଣ କନଫ୍ୟୁଜନ ହେଇଯିବେ କାହାକୁ ବାଛିବେ। ସାର୍ ପଢି ହୁଏନି ସାର୍। ହଁ ମତେ ସାର୍ ଭୟ ଥିଲା ଏପାଳି ଜେନେରାଲ ସିଲେକ୍ସନ ନେବାର ଥିଲା। ଯଦି ପିସିଏମ୍ ସାର୍ ମୁଁ ପ୍ରିଭିୟସ୍ ଦେଇଥିଲି ତ ଟିକେ ହାର୍ଡ ହୁଏ ବୋଲି ମୁଁ ସିବିଜେଡ୍ ପାଇଁ ସାର୍ ମତେ ଭଲ ଲାଗିଲା। ହଁ ମୁଁ ମାନେ ବ୍ୟାକଅପ୍ ରଖିକି ଦେଇଥିଲେ। ଦେଖ ସାର୍ ମୁଁ ଫାଷ୍ଟ ଯେହେତୁ ସିବିଜେଡ୍ ଏକ୍ଜାମ ହେଲା ସାର୍, ହଁ ସେଥିପାଇଁ ମୁଁ ସିବିଜେଡ୍ ଏକ୍ଜାମ ହେବାକୁ ସାର୍ ଆଉ 10 ଦିନ 11 ଦିନ ଆଉ ଥିଲା। ମକ୍ ମୁଁ ଟେଷ୍ଟ କିଛି ନେଇଥିଲେ ଭାଇ? ଆପଣ ଯେହେତୁ ପିସିଏମ୍ ର ଲୋକ, ସିବିଜେଡ୍ ରେ କିଛି ମକ୍ ଫକ୍ ଦିଅନ୍ତି ନା ଦିଅନ୍ତିନି? ନାଇଁ ସାର୍ ମୋ କଥା ମୁଁ ଏତେ ମୋ ପାଇଁ ସାର୍ ଟାଇମ୍ ଏତେ ନଥାଏ। ହଁ ମୁଁ ହଁ ହଁ ଆପଣଙ୍କ ଦେଖେ ଆଉ ଆପଣଙ୍କର କୋଶ୍ଚିନ୍ ଶୁଣେ ସାର୍। କ୍ରିଏଟିଭ୍ ଏଜୁକେସନ୍ ଆଇଡ଼ିଆରେ ମୁଁ ମକ୍ ନେଇଥିଲି, କିନ୍ତୁ ଏତେଟା ଆଟେଣ୍ଡ କଲିନି। ମୋ ପାଖରେ ସାର୍ ଟାଇମ୍ କମ୍ ଥିଲା। ହଁ ମାନେ ଟାଇମ୍ ନାହିଁ ଆଉ ଖାଲି ହଁ ମୁଁ କିଛି ତ, ଆପଣ ତ ଆପଣଙ୍କର ଜବ୍ କରୁଛନ୍ତି, ସେ ହୁଁ ପଇସା ତ ରିକଭର ହେଇଗଲା ଧର ଏପଟେ ଜବ୍ ପାଇଲେ। ଜବ୍ ପାଇଲେ ସାର୍, ମୁଁ ସାର୍ ଆପଣଙ୍କର କ୍ଲାସରେ ଦେଖେ ଯୋଉଟା ସବଜେକ୍ଟ ଦେଖିଦିଏ, ତାପରେ ସେଇ ସବଜେକ୍ଟ ରିଲେଟେଡ୍ ଆପଣ ଯୋଉ ଏମସିକ୍ୟୁ କରନ୍ତି ସେଇଟାକୁ ବଢିଆ ଲାଗିଲା ନାଇଁ, ଆପଣ ଜବ୍ ପାଇଲେ ଭଲ କଥା। ଆଉ ଯଦି ଆଗକୁ ଯିଏ ଧର ପିସିଏମ୍ ପିଲା ଇଣ୍ଟରେଷ୍ଟେଡ ହେବେ, କିନ୍ତୁ ତାଙ୍କୁ ଡେଫିନେଟଲି ପ୍ରୋବ୍ଲେମ ହବ। ଆପଣ ସିନା ଏତେ ଏକ୍ଜାମ ଦଉଛନ୍ତି, ଆପଣ ସବୁ ଏକ୍ଜାମ ଏମସିକ୍ୟୁ ସହିତ ହାବିଚୁଆଲ ନା, ଆପଣ ପ୍ରାକ୍ଟିସ କରୁଛନ୍ତି, ବହୁତ ଜିନିଷ କରୁଛନ୍ତି, ପୁଣି ଟିଚର ଅଛନ୍ତି। ଯାହାହେଲେ ବି ଆପଣ ପ୍ରାଇମେରୀ ନା ଅପର ପ୍ରାଇମେରୀ ଭାଇ ଟିଚର ଅଛନ୍ତି? ମାନେ 7 8 କୁ ପଢାନ୍ତି ନା 4 5 6 କୁ ପଢାନ୍ତି? ମୁଁ ଅପର ପ୍ରାଇମେରୀ ସାର୍। ହଁ ମାନେ 5 ରୁ 8 ଭିତରେ ପଢଉଥିବେ ଆଉ ନାଇଁ? 6 7 8 ହଁ ସାର୍। ସେଇଠି ବି ସାଇନ୍ସ ଅଛି, ସେ ବି ଟଚ୍ ରେ ଥିଲା, ଭଲ ହେଇଛି, ଯାହା ହଉ।
ନାଇଁ ଆପଣ ମେସେଜ କଲେ ଦେଖନ୍ତୁ ବହୁତ ଲୋକ ଏଇ ଯୋଉ ଡୁଆଲ ନେଚର ପରେ ମୋର ଜବ୍ ପଳେଇଲା କହିକି କାହାକୁ କୁହନ୍ତି ନାହିଁ। ଆପଣ ବି ସେୟାର କରୁଛନ୍ତି ଭଲ ଜିନିଷ ନାଇଁ, ଏଇଟା ତ ଟିଚରସିପର ଗୋଟେ କ୍ୱାଲିଟି। ହଉ, ଆମେ ଯଦି ମାନେ ସମରି ଦେଖିବା, ଯଦି ଜଣେ ଇଣ୍ଟରେଷ୍ଟେଡ କ୍ୟାଣ୍ଡିଡେଟ୍ ସେ ସିବିଜେଡରେ ପକେଇ ପାରିବ, ଡକୁମେଣ୍ଟରେ ପ୍ରୋବ୍ଲେମ ହବ ନାହିଁ, ପ୍ରୋବ୍ଲେମ ହବ ତାକୁ ମାନେ କେମିତି କଣ ପ୍ରିପାରେସନ କରିକି ସେ ଜାଗାରେ ପହଞ୍ଚିବ ନାଇଁ। ଦିଟା ମାନେ କମ ସମୟରେ ସାର୍ ଦିଟା ପ୍ରିପାରେସନ କରିବା ବହୁତ ହାର୍ଡ ହଉଛି। ହଁ ଠିକ। ତାପରେ ସାର୍ ଟାଇମ ମ୍ୟାନେଜମେଣ୍ଟ ମଧ୍ୟ ସାର୍ ବହୁତ ମାନେ ବହୁତ ସାର୍ କଷ୍ଟ ଦିଟି ଯାକୁ ଟାଇମ ପ୍ରପର ଦେଇ ହୁଏନି। ଯେହେତୁ ସାର୍ ସିବିଜେଡ୍ ଫାଷ୍ଟରେ ଏକ୍ଜାମ ଥିଲା, ମୁଁ ସିବିଜେଡ୍ ଏକ୍ଜାମର 10-11 ଦିନ ଆଗରୁ ସାର୍ ଫୁଲ ସିବିଜେଡ୍ ଡାଇଭର୍ଟ ହେଇଗଲି। ବୁଝିଲି ସେଠି ପର୍ଯ୍ୟନ୍ତ ବୁଝିଲି। ପିସିଏମ୍ ଯାହା ଯା ହଉ 101 ଆଉ ଭାଇ ଆପଣଙ୍କର ଯେତେବେଳେ ସ୍କୋର ବାୟୋଲୋଜିରେ କେତେ ରଖିଥିଲେ? ତାହେଲେ ଯଦି 101 ରଖିଛନ୍ତି ଆପଣ ସିବିଜେଡରେ, କେମିଷ୍ଟ୍ରି କେତେ, ସାର୍ ବାୟୋଲୋଜି କେତେ ହିସାବ କରୁଛ ନା ମନେ ନାହିଁ? ସାର୍ ମୁଁ ହିସାବ କରୁଥିଲି କିନ୍ତୁ ସାର୍ ମୋର ବାୟୋଲୋଜି ମୋର ସାର୍ ପେଡାଗୋଜି ଥିଲା 17.25 ଥିଲା ହଁ ହଁ ସାର୍। ହଁ ସାର୍ 17.5 ଥିଲା। ହଁ 17 ଧରନ୍ତୁ ନାଇଁ। ଆଉ କେମିଷ୍ଟ୍ରି କେତେ ନାଇଁ ସାର୍ କରିଥିଲେ? 17.5 ଥିଲା। କେମିଷ୍ଟ୍ରି ବି ଆଉ 17। ସାର୍ କେମିଷ୍ଟ୍ରି ସାର୍ ମୋର ବେଶୀ ବି ନଥିଲା। କ'ଣ ପାଇଁ ସାର୍ କେମିଷ୍ଟ୍ରି ଯେତିକି କ୍ଲାସ୍ ଥିଲା ମୁଁ ସିନା ସବସ୍କ୍ରିପସନ୍ ନେଇଥିଲି, ବେଶୀ କଭର୍ କରିପାରିନଥିଲି। ମୋର କେମିଷ୍ଟ୍ରି ସାର୍ ଆପଣଙ୍କର ମ୍ୟାକ୍ସିମମ୍ କୋଉ ଫିଜିକ୍ସ ନା ମ୍ୟାଥମେଟିକ୍ସ? ମୋର ସାର୍ ଫିଜିକ୍ସ ଅନର୍ସ ଆଉ କେମିଷ୍ଟ୍ରି ପାସ୍, ମେଜର ମ୍ୟାଥମେଟିକ୍ସ, ମାଇନର ବାୟୋଲୋଜି। ଆଉ ଗୋଟେ ରଖିଛନ୍ତି, ଠିକ ଅଛି ବଢିଆ। ମାନେ ଆପଣ 34 ରଖିଦେଲେ କେମିଷ୍ଟ୍ରି ପେଡାଗୋଜିରୁ, ଆଉ 70 ପାଖାପାଖି ରଖିଦେଲେ 65-70 ଭିତରେ ବାୟୋଲୋଜିରେ ହେଲା, ଆଉ କଣ ନାଇଁ। 70 ପାଖାପାଖି ସାର୍ ବାୟୋଲୋଜି ଥିଲା। ବଢିଆ ଅଛି, ମସ୍ତ ଅଛି। ଆପଣ ତ ଆମକୁ କାଟିଦେବେ ତାହେଲେ। ପିସିଏମ୍ ବ୍ୟାକଗ୍ରାଉଣ୍ଡ ହେଇକି ଆମେ ବାୟୋଲୋଜି ଷ୍ଟୁଡେଣ୍ଟ ହେଇକି କିଛି କରିପାରିବୁ ନାଇଁ ତାହେଲେ। ହଉ ହଉ ଠିକ ହେଲା। ନାଇଁ ଭାଇ ଦେଖନ୍ତୁ, ଏଇଟା ଟିକେ କଣ୍ଟ୍ରୋଭର୍ସିଆଲ ଥିଲା ବୋଲି ମୁଁ ଆପଣଙ୍କୁ କହିଲି କି ଭାଇ କେତେବେଳେ ଟିକେ କଥା ହେବା। ମାନେ ଦେଖନ୍ତୁ ହଁ ସମସ୍ତେ ସାର୍ ମୁଁ କହିବେ। କାଲି ଆଜ୍ଞା କଣ କହିଲେ? କାଲି ସାର୍ ମୁଁ ସ୍କୁଲ ଆଇଲା ପରେ ଘରେ ଟିକେ କାମରେ ନାଇଁ ବ୍ୟସ୍ତ ନାଇଁ ରହିଲି। ଭାଇ, ଆପଣ କହୁଛନ୍ତି ଯନ୍ତ୍ରଣା କଣ ଆମକୁ। ଜୁନିୟର ଟିଚର ଯୋଉ ଉଲ୍ଲାସ ସର୍ଭେ, ସେ ଯୋଉ ଯନ୍ତ୍ରଣା, ଏମସିଏମ କୁ ଆଟେଣ୍ଡ କର ହଁ ସାର୍ ସ୍କୁଲରେ, ସିଏ ସିଟି ବହୁତ କାମ। ହଁ ହଁ ପ୍ରିପାରେସନ୍ ସିଟିଏସ୍, ଟାଇମ୍ ସିଏ ଯୋଉ ମାନେ ମେ ମାସରେ ପଡିଥିଲା ନାଇଁ ଛୁଟି ସାର୍ ସମୟରେ। ସେତିକି ଦିନ ସାର୍ ଆଉ ପଢି ହେଲାନି ମଧ୍ୟ ସେ ସିଟିଏସ୍। ବହୁତ କାମ। ମାନେ ଟିଚର ଲୋକ କୁହନ୍ତି ନା, ମୁଁ ଟିଚର ହେଲା ପରେ ଏମିତି କରିବି ସେମିତି କରିବି, ସେ ଖାତା ଦେଖା, ସେ ଆଜି ସେ ଗାର୍ଡିଆନ ମିଟିଂ ହେଲାଣି, ଡେଲି କାମ। ଆଉ କୋଉ ଦିନ ହେଡମାଷ୍ଟର ଛାଡିବେ କହୁନାହାନ୍ତି? ସାର୍ ନାଇଁ ବଢିଆ ହେଲା। ଆପଣଙ୍କର ଡିଷ୍ଟ୍ରିକ୍ଟ ଭାଇ କେଉଁ ଡିଷ୍ଟ୍ରିକ୍ଟ? ମୋର ସାର୍ ଗଞ୍ଜାମ ଡିଷ୍ଟ୍ରିକ୍ଟ। ଗଞ୍ଜାମ। ହଁ ଦେଖାଯାଉ କୋଉଠି ପୋଷ୍ଟିଂ ପାଉଛନ୍ତି, ବଢିଆ ହେଲା। ଆଗକୁ ଆଉ ଆପଣ ସିବିଜେଡ୍ ରେ ପକେଇକି ମାନେ ପଳେଇ ଆସିବେ କହୁଛନ୍ତି, ମ୍ୟାଥମେଟିକ୍ସ ପ୍ରେସର ହେଲେ ନା କଣ? ସାର୍ ଯଦି ମ୍ୟାଥମେଟିକ୍ସ ରେ ଗୋଟେ ସ୍କୁଲ ଗଲେ, ସେ ସ୍କୁଲରେ ଏରିଆ ଭଲ ନ ମିଳିଲା, ଯଦି ଫ୍ୟୁଚରରେ ବାହାରିବ, ଏନ୍ଓସି ମିଳିଛି ନା ଆମକୁ, ଷ୍ଟାଣ୍ଡିଂ ଏନ୍ଓସି। ଆପଣ ସାର୍ ଯଦି ଏକ୍ଜାମ ଦେବେ, ଆଉ ଥରେ ହାଇସ୍କୁଲ ଟିଚର ଦେଇକି ସିବିଜେଡ୍ କୁ ବାଛିବେ ନା ପିସିଏମ୍ କୁ ବାଛିବେ? ସାର୍ ମୁଁ ସାର୍ ସିବିଜେଡ୍ କୁ ବାଛିବି। ସିବିଜେଡ୍ ବାଛିବେ ନାଇଁ, ଜଣା ପଡୁଛି। ଆଉ ଠିକ ନାଇଁ ଦେଖନ୍ତୁ ଭାଇ, ଆପଣଙ୍କର ଖୁସି, ଆମେ ବି ଆମର କଣ, ସବୁ ଓଡିଶାର ଷ୍ଟୁଡେଣ୍ଟ ଯିଏ ବି ଜବ୍ କରୁଛି କରୁ, କିନ୍ତୁ ଭାଇ ମୁଁ ଯେହେତୁ ଟିକେ ସିବିଜେଡ୍ ବ୍ୟାକଗ୍ରାଉଣ୍ଡର, ମତେ ଟିକେ ଜେଲସ ଫିଲ୍ ହବ। କାହିଁକି ନା ନିଜେ କୁହନ୍ତୁ, ମୁଁ ଚାହେଁ କି କେବଳ ସିବିଜେଡ୍ ଟିକେ ଜବ୍ ପାଆନ୍ତୁ। ସିବିଜେଡ୍ ପିଲା ବି ଦେଖିବେନି କି ଯେ ଏଇ ମାନେ ରେକର୍ଡିଂ ଶୁଣିବ, ତାକୁ ବି ଟେନସନ ପଡିବ, ଯିଏ ସିରିୟସ ନ ପଢୁଥିବ। କାହିଁକିନା ଏବେ ଡୁଆଲ ଏଲିଜିବିଲିଟି ଓପନ ହେଇଗଲା, ନାଇଁ ବୁଝିପାରୁଛନ୍ତି ତ? ସାର୍ ସେ ମାନେ ଏବେ ସାର୍ ଆଉ ସେ ପ୍ଲସ୍ ଥ୍ରୀରେ ଆଉ ସେ ସବଜେକ୍ଟ କମ୍ବିନେସନ୍ ରହୁନି ସାର୍, ବୋଧେ 2019 ହଁ ପରଠୁ ସିଏ ଆଉ ବହୁତ ପୂର୍ବରୁ ଥିଲା, ଏବେ ତ ନୂଆ ପିଲାଙ୍କର କିଛି ହେଇପାରିବନି ସେମିତିଆ। ନାଇଁ ସାର୍ 2019 ପୂର୍ବରୁ ସାର୍ ଯୋଉମାନେ ଅଛନ୍ତି ବୋଧେ ସେମାନେ ହଁ 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 ସେଇ ମାନେ ବେଶୀ ନଥିବେ, ସେଇ 200-300 ନାଇଁ ଆଭରେଜ ଥିବେ। ସାର୍ ବେଶ ବହୁତ କମ୍ ସାର୍। ତାହେଲେ ମୁଁ ଗୋଟେ ଆରଟିଆଇ ମଗେଇବି ଆଉ ଓଏସଏସ୍ କୁ, ଆଉ କେତେ ପିଲା ସିବିଜେଡ୍ ପିସିଏମ୍ ଡୁଆଲ ଆପ୍ଲାଏ କରିଥିଲେ। ଆମକୁ ସିନା ଜାଣିଲେ ପ୍ରିପାରେସନ କରିବୁ ନାଇଁ ଭାଇ। ସାର୍ ହଁ ନାଇଁ ଠିକ ହେଲା, ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ।